ମାନେ ଆମେ ଷଷ୍ଠ ଶ୍ରେଣୀ ନୂଆ ବହି ଆମ ସାମାଜିକ ବିଜ୍ଞାନର ଆଜି ଆମେ ଇଣ୍ଡିଆ ଅର୍ଥାତ୍ ଭାରତର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବର ଦେଇଛି ଅଧ୍ୟାୟ ଆରମ୍ଭରେ ଥିବା ଉଦ୍ଧୃତି ଅର୍ଥ କ'ଣ ହୋଇପାରେ ସେ ବିଷୟରେ ଆଲୋଚନା କର। ପିଲାମାନେ ଶ୍ରୀ ଅରବିନ୍ଦଙ୍କ ଉଦ୍ଧୃତିର ଅର୍ଥ ହେଉଛି ଭାରତ କେବଳ ଏକ ଭୂଖଣ୍ଡ ନୁହେଁ ବରଂ ପ୍ରାଚୀନ କାଳରୁ ଏଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଏକତା ରହିଆସିଛି। ଉତ୍ତରରେ ଥିବା ହିମାଳୟ ଠାରୁ ଦକ୍ଷିଣରେ ଥିବା ସମୁଦ୍ର ମଧ୍ୟରେ ମାନବ ଜାତି ଏଠାରେ ଏକ ମହାନ ସଭ୍ୟତାର ବିକାଶ କରିଛନ୍ତି ଯାହା ସମଗ୍ର ବିଶ୍ୱ ପାଇଁ ପ୍ରେରଣାଦାୟକ। ବୁଝିହେଲା? ଏଇଟା ହେଲା ଆମର ଇଣ୍ଡିଆ। ଦକ୍ଷିଣରେ ଏଇଟା ହେଲା ଦକ୍ଷିଣ, ତଳଟା ଦକ୍ଷିଣରେ ଆମର କ'ଣ ସବୁ ସମୁଦ୍ର ଅଛି, ଉପରରେ ଆମର ହିମାଳୟ ଅଛି। ବୁଝିହେଲା? ଆମର ଏଇ ସମଗ୍ର ବିଶ୍ୱ ପାଇଁ ଆମେ ହେଉଛେ ପ୍ରେରଣାଦାୟକ। 2 ନମ୍ବର ପ୍ରଶ୍ନ ଭୁଲ କିମ୍ବା ଠିକ୍ ଲେଖ। ବୁଝିହେଲା? ତାହେଲେ ପ୍ରଥମେ ଦେଇଛି ଋଗ୍ବେଦରେ ଭାରତରେ ସମଗ୍ର ଭୂଗୋଳ ବିଷୟରେ ବର୍ଣ୍ଣନା କରାଯାଇଛି। ନାଇଁ ପିଲାମାନେ ଏଇଟା ହେଲା ଭୁଲ ଅଟେ। ବୁଝିହେଲା? ତାପରେ ବିଷ୍ଣୁ ପୁରାଣରେ ସମଗ୍ର ଉପମହାଦେଶର ବର୍ଣ୍ଣନା କରାଯାଇଛି। ହଁ ପିଲାମାନେ ଏଇଟା ହେଲା ଠିକ୍ ଅଟେ। ବୁଝିହେଲା? ଯେଉଁଟା ଠିକ୍ ଉତ୍ତର ମୁଁ ତାକୁ ଠିକ୍ ମାରିଦେଉଛି। ହେଲା? ତାପରେ ଅଶୋକଙ୍କ ସମୟରେ ଜମ୍ବୁ ଦ୍ୱୀପରେ ଆଜିର ଭାରତ, ଆଫଗାନିସ୍ତାନର କିଛି ଅଂଶ, ବାଂଲାଦେଶ ଏବଂ ପାକିସ୍ତାନର କିଛି ଅଂଶ ଅନ୍ତର୍ଭୁକ୍ତ ଥିଲା। ହଁ ପିଲାମାନେ ଏଇଟା ବି ଆମର କ'ଣ ଠିକ୍ ଅଟେ। ତାପରେ ମହାଭାରତରେ କାଶ୍ମୀର, କଚ୍ଛ ଓ କେରଳ ସମେତ ଅନେକ ଅଞ୍ଚଳର ତାଲିକା ରହିଛି। ହଁ ପିଲାମାନେ ଏଇଟା ବି ଆମର ଠିକ୍ ଅଟେ। ବୁଝିହେଲା? ତାପରେ ହିନ୍ଦୁସ୍ତାନ ଶବ୍ଦଟି 2000 ବର୍ଷ ପୂର୍ବେ ଏକ ଗ୍ରୀକ୍ ଶିଳାଲେଖରେ ପ୍ରଥମେ ଉଲ୍ଲେଖିତ ହୋଇଥିଲା। ନାଇଁ ପିଲାମାନେ ଏଇଟା ହେଲା ଭୁଲ ଅଟେ। ବୁଝିହେଲା? ତାପରେ ପ୍ରାଚୀନ ପାରାସୀ ଭାଷାରେ ହିନ୍ଦୁ ଶବ୍ଦ ହିନ୍ଦୁ ଧର୍ମକୁ ବୁଝାଏ। ନାଇଁ ଏଇଟା ବି ମଧ୍ୟ ଭୁଲ ଅଟେ। ନେକ୍ସଟ ଆମେ ଦେଖିବା। ବୁଝିହେଲା? ତାହେଲେ ପ୍ରାଚୀନ ପାରାସୀ ଭାଷାରେ ହିନ୍ଦୁ ଶବ୍ଦକୁ ଏଇଟା ବି ଭୁଲ ଅଟେ। ବୁଝିହେଲା? ତାପରେ ଦେଇଛି ଆମକୁ ବିଦେଶୀ ପର୍ଯ୍ୟଟକମାନେ ଭାରତକୁ ଦେଇଥିବା ଏକ ନାଇଁ ଏଇଟା ବି ଭୁଲ ଅଟେ। ବିଦେଶୀ ପର୍ଯ୍ୟଟକମାନେ ଆମ ଭାରତ ନାଁ ଦେଇନାହାନ୍ତି। ତାପରେ 3 ନମ୍ବର ଦେଖିବା। ଯଦି ତୁମେ ପ୍ରାୟ 2000 ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥାନ୍ତ ଏବଂ ଆମ ଦେଶର ନାମ ରଖିବାର ସୁଯୋଗ ପାଇଥାନ୍ତ ତେବେ ତୁମେ କେଉଁ ନାମ ଚୟନ କରିଥାନ୍ତ ଏବଂ କାହିଁକି ତୁମ କଳ୍ପନା ବ୍ୟବହାର କର। ପିଲାମାନେ ଯଦି ମୁଁ 2000 ବର୍ଷ ପୂର୍ବେ ଜନ୍ମଗ୍ରହଣ କରିଥାନ୍ତି ତେବେ ମୁଁ ଆମ ଦେଶର ନାମ ଜମ୍ବୁଦ୍ୱୀପ ଚୟନ କରିଥାନ୍ତି କାରଣ ସେହି ସମୟରେ ଏହା ଏକ ବହୁଳ ପ୍ରଚଳିତ ଶବ୍ଦ ଥିଲା ଏବଂ ସମ୍ରାଟ ଅଶୋକଙ୍କ ଭଳି ମହାନ ଶାସକ ମଧ୍ୟ ନିଜ ଶିଳାଲେଖରେ ଏହି ନାମର ବ୍ୟବହାର କରିଥିଲେ। ଏହା ଆମ ଭୂମିର ପ୍ରାକୃତିକ ସମ୍ପଦ ହେଲା ଯେମିତି ଜାମୁକୋଳି ବୃକ୍ଷ ସହିତ ଜଡ଼ିତ ଥିବାରୁ ଏକ ସୁନ୍ଦର ପରିଚୟ ସୃଷ୍ଟି କରେ। 4 ନମ୍ବର ପ୍ରଶ୍ନ ପ୍ରାଚୀନ କାଳରେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଭାରତକୁ କାହିଁକି ଯାତ୍ରା କରୁଥିଲେ? ଏତେ ଲମ୍ବା ଯାତ୍ରା କରିବାରେ ସେମାନଙ୍କର ପ୍ରେରଣା କ'ଣ ହୋଇପାରେ? ହେଲା ସୂଚନା ଦେଇଛି ଅତି କମରେ 4 କିମ୍ବା 5ଟି ଅଭିପ୍ରେରଣା ହୋଇପାରେ। ପିଲାମାନେ ପ୍ରାଚୀନ କାଳରେ ଲୋକମାନେ ବିଭିନ୍ନ ଉଦ୍ଦେଶ୍ୟ ନେଇ ଭାରତ ଯାତ୍ରା କରୁଥିଲେ। ସେମାନଙ୍କର ମୁଖ୍ୟ ପ୍ରେରଣା ଗୁଡ଼ିକ ହେଲା ପ୍ରଥମେ ହେଲା ବାଣିଜ୍ୟ ଓ ବେପାର। ବିଭିନ୍ନ ଦେଶର ବଣିକମାନେ ଭାରତରୁ ମସଲା, ରେଶମ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କିଣିବା ପାଇଁ ଆସୁଥିଲେ। ଦ୍ୱିତୀୟରେ ହେଲା ଆମର ଜ୍ଞାନ ଆହରଣ ଓ ଶିକ୍ଷା। ଭାରତର ପ୍ରାଚୀନ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଉଚ୍ଚ ଶିକ୍ଷା ଲାଭ କରିବା ଏବଂ ପଣ୍ଡିତମାନଙ୍କୁ ଭେଟିବା ପାଇଁ ଛାତ୍ରମାନେ ଆସୁଥିଲେ। ତାପରେ ହେଉଛି ତ୍ରିପୋଲାଇରେ ତୀର୍ଥଯାତ୍ରା ଓ ଧର୍ମ ପ୍ରଚାର। ଜୁଆନ ଜାଙ୍ଗଙ୍କ ଭଳି ଅନେକ ପରିବ୍ରାଜକ ବୌଦ୍ଧ ପୀଠ ଦର୍ଶନ ଏବଂ ବୌଦ୍ଧ ପୁସ୍ତକ ସଂଗ୍ରହ କରିବା ପାଇଁ ଆସୁଥିଲେ। ଏବଂ 4 ନମ୍ବରରେ ଆସନ୍ତି ରାଜନୈତିକ ଏବଂ କୂଟନୈତିକ ସମ୍ପର୍କ। ରାଜାମାନେ ନିଜର ରାଷ୍ଟ୍ରଦୂତମାନଙ୍କୁ ସମ୍ପର୍କ ସ୍ଥାପନ ପାଇଁ ପଠାଉଥିଲେ ଏବଂ ସାମରିକ ଅଭିଯାନ ଓ ସାମ୍ରାଜ୍ୟ ବିସ୍ତାର ପାଇଁ। ପାର୍ସୀ ଓ ଗ୍ରୀକମାନଙ୍କ ଭଳି ଅନେକ ବିଦେଶୀ ଶାସକ ନୂତନ ଅଞ୍ଚଳ ଅଧିକାର କରିବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ। ପିଲାମାନେ ବିଷୟଟି ସରିଗଲା। ଭିଡ଼ିଓକୁ ଭଲ ଲାଗିଥିଲେ ଲାଇକ୍ କରିଦେବ, ଚ୍ୟାନେଲକୁ ନ ଆସିଥିଲେ ସବସ୍କ୍ରାଇବ୍ କରିଦେବ।